କଷ୍ଟମର ଆସିଲା ପରେ ଦେଖିଲି ବାଡ଼ିରେ ମାଙ୍କଡ଼ ବସିଥିଲେ, ତାଙ୍କୁ ମଧ୍ୟ କଦଳୀ ଟିକେ ଦେଇ ଦେଇଥିଲି। ତାପରେ ଆସି ଚା'କୁ ଟୋଷ୍ଟ ବିସ୍କୁଟ୍ ଟିକେ ଖାଇଦେଲି। ତାପରେ ଭାବୁଥିଲି କ'ଣ ବନେଇବି। ସେହି ସମୟରେ ବୋଉ କହିଲେ କ'ଣ ଆଜି କ'ଣ ମିଠା ପିଠା ବନିବନି କି, ଆଜି ପରା ନାତିର ଜନ୍ମଦିନ। ମୁଁ କହିଲି ହଁ ବୋଉ ନିହାତି ବନିବ। ଏହା କହି ସଙ୍ଗେ ସଙ୍ଗେ ମିଠା ପ୍ରସ୍ତୁତିରେ ଲାଗି ପଡ଼ିଲି। ଗୋଟେ ବାଉଲ୍ ଚିନିରେ 2 ବାଉଲ୍ ପାଣି ଦେଇ ସେଥିରେ ଟିକେ ଗୁଜୁରାତି ଚୁନା ପକାଇ ସୁନ୍ଦର ଭାବରେ ଶିରାକୁ ପ୍ରସ୍ତୁତ କରିଦେଲି। ଗୋଟେ କଡ଼େଇରେ ଟିକେ ଗୁଆ ଘିଅ ଦେଇ ସୁଜିକୁ ଭାଜିଦେଲି। ସେଥିରେ 2 ବାଉଲ୍ କ୍ଷୀର ଦେଇ ତାକୁ ଟିକେ ଜନ୍ତି ଦେଲି। ସେଥିରେ ଗୁଜୁରାତି ଚୁନା ଟିକେ ପକାଇଦେଲି, ହାଲକା 1 ଚାମଚ ଚିନି ମଧ୍ୟ ପକାଇ ସୁନ୍ଦର ଭାବରେ ଜନ୍ତି ତାକୁ ଥଣ୍ଡା କରିଦେଲି। ତାକୁ ସୁନ୍ଦର ଭାବରେ ସବୁ ଚକଟି ଦେଲି ଟିକେ ଗୁଆ ଘିଅ ହାତ ହେଇ। ତାକୁ ସବୁ ଗୋଲ ଗୋଲ ସେପ୍ କରିଦେଇ ତାକୁ ସବୁ ଛାଣିଦେଲି। ଛାଣି ସାରିଲା ପରେ ତାକୁ ସବୁ ପ୍ରସ୍ତୁତି କରିଥିବା ଶିରାରେ ତାକୁ ସବୁ ପକାଇଦେଲି। 1 ଘଣ୍ଟା 1.5 ଘଣ୍ଟା ରହିଗଲା ପରେ ଗୋଲାପଜାମୁନ ପୁରା ସଫ୍ଟ ହେଇଗଲା। ତାପରେ ପୁଅର କେକ୍ କଟିଂ ଚାଲିଲା। ପୁଅର କେକ୍ କଟିଂ ସରିଲା ପରେ ପିଲାମାନେ ସମସ୍ତେ କେକ୍ ଖାଇଲେ। ପ୍ରସ୍ତୁତି କରିଥିବା ଚକୁଳି ପିଠା, ପୁରୀ, ପନିର ତରକାରୀ, ମିଠା ଓ ବୁନ୍ଦି କ୍ଷୀରି ପିଲାମାନଙ୍କୁ ସମସ୍ତଙ୍କୁ ଖାଇବାକୁ ଦେଇଥିଲି। ଓ ପିଲାମାନେ ଖାଇ ବହୁତ ଖୁସି ଥିଲେ। ଆଣ୍ଟି ବହୁତ ସଫ୍ଟ ନରମ ଲାଗୁଛି। ଏହା ଶୁଣି ମୋତେ ବହୁତ ଖୁସି ଲାଗିଥିଲା।